ସକାଳ ନମସ୍କାର। ଆଜିର ଖବର ପାଇଁ ଆପଣମାନଙ୍କୁ ସ୍ୱାଗତ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖିବା ପାଇଁ ଅନୁରୋଧ। ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଉତ୍ତର ପୂର୍ବାଞ୍ଚଳ ସ୍ଥିତି ଖରାପ ହୋଇଯାଇଛି। ଆସାମରୁ ମଣିପୁର ପର୍ଯ୍ୟନ୍ତ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଅରାଜକତା ଦେଖାଦେଇଛି। ଜୀବନ ହାନି, ଫସଲ ଜମି ନଷ୍ଟ ହେଉଛି। ଲୋକଙ୍କ ପାଖରେ ରହିବା ପାଇଁ ଘର ମଧ୍ୟ ନାହିଁ। ବିଶେଷ କରି ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ପରିସ୍ଥିତି ବହୁତ ଖରାପ ବୋଲି କୁହାଯାଇଛି। ବୁଧବାର ସ୍ଥିତି ସାମାନ୍ୟ ଉନ୍ନତି ହୋଇଥିଲା, କିନ୍ତୁ ଏପର୍ଯ୍ୟନ୍ତ କୌଣସି ପରିବର୍ତ୍ତନ ହୋଇନାହିଁ। ଉତ୍ତର ପୂର୍ବ ଅନେକ ସ୍ଥାନରେ ରାତିସାରା ପ୍ରବଳ ବର୍ଷା ଜାରି ରହିଥିଲା। ଆସାମରେ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ 19 ଜଣଙ୍କ ମୃତ୍ୟୁ। ଆସାମରେ ଆଉ 2 ଜଣଙ୍କ ଜୀବନ ଯାଇଛି, ଯାହାପରେ ସିକିମ୍ ସମେତ 7ଟି ଉତ୍ତର ପୂର୍ବ ରାଜ୍ୟରେ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ମୃତ୍ୟୁ ସଂଖ୍ୟା 50କୁ ବୃଦ୍ଧି ପାଇଛି। 29 ମେ ପରଠାରୁ କେବଳ ଆସାମରେ 19 ଜଣଙ୍କ ଜୀବନ ଯାଇଛି। ଉତ୍ତର ପୂର୍ବ ରାଜ୍ୟଗୁଡ଼ିକର ଅଧିକାରୀଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟ ଅନୁଯାୟୀ ମେ 29 ତାରିଖରୁ ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ଅରୁଣାଚଳ ପ୍ରଦେଶରେ 12 ଜଣ, ମେଘାଳୟରେ 6 ଜଣ, ମିଜୋରାମରେ 5 ଜଣ, ସିକିମରେ 4 ଜଣ, ତ୍ରିପୁରାରେ 2 ଜଣ ଏବଂ ନାଗାଲାଣ୍ଡ ଏବଂ ମଣିପୁରରେ ପ୍ରତ୍ୟେକ ଜଣେ ପ୍ରାଣ ହରାଇଛନ୍ତି। 21ଟି ଜିଲ୍ଲାରେ ବର୍ଷା ଏବଂ ବନ୍ୟା ଦ୍ୱାରା ପ୍ରଭାବିତ 6.69 ଲକ୍ଷ ଲୋକ। ଆସାମ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ରିପୋର୍ଟ ଅନୁଯାୟୀ 21ଟି ଜିଲ୍ଲାରେ ବନ୍ୟା ଏବଂ ବର୍ଷା ଦ୍ୱାରା 6.69 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ବ୍ରହ୍ମପୁତ୍ର ଏବଂ ଅନ୍ୟାନ୍ୟ 8ଟି ନଦୀ ବିପଦ ସଂକେତ ଉପରେ ପ୍ରଭାବିତ ହୋଇଛି। ଗୁଆହାଟୀ ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ରାଜ୍ୟରେ ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରିଛି। ଅରୁଣାଚଳ ପ୍ରଦେଶ ଦିବାଙ୍ଗ ଉପତ୍ୟକା ଜିଲ୍ଲାରେ ଭୟଙ୍କର ବନ୍ୟା ଏବଂ ଭୂସ୍ଖଳନ ଯୋଗୁଁ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁଁ ପୋଲ ନଦୀ ବନ୍ୟା ଭାସିଯାଇଛି ଏବଂ ଗାଁଗୁଡ଼ିକରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପ୍ରଶାସନ ଏବେ ଡ୍ରୋନ୍ ଏବଂ ଏୟାରକ୍ରାଫ୍ଟ ମାଧ୍ୟମରେ ଫସି ରହିଥିବା ଗାଁ ଲୋକଙ୍କ ପାଖକୁ ରିଲିଫ୍ ସାମଗ୍ରୀ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଧନ୍ୟବାଦ। ଏହିପରି ନୂଆ ନୂଆ ଅପଡେଟ୍ ପାଇବା ପାଇଁ ଆମ ଚ୍ୟାନେଲକୁ ଲାଇକ୍ ଓ ସବସ୍କ୍ରାଇବ୍ କରି ରଖିଥାନ୍ତୁ, ଯାହାଦ୍ୱାରା ଆପଣଙ୍କ ପାଖରେ ସର୍ବପ୍ରଥମେ ଆମର ଖବର ପହଞ୍ଚି ପାରିବ।